ଆଜି ଶୁଣିବା ଆତ୍ମଜୀବନୀ ମୋ ସମୟର ଓଡ଼ିଶାର ଭାଗ 15 ଏକାଦଶ ପରିଚ୍ଛେଦ। ଏହି ପରିଚ୍ଛେଦର ଆମେ ପ୍ରଥମ ଅଧ୍ୟାୟ ଶୁଣିଥିଲେ। ଆଜି ଶୁଣିବା ଏହାର ଦ୍ୱିତୀୟ ଭାଗ। ଐତିହାସିକ ଉପାଦାନଗୁଡ଼ିକୁ ପରୀକ୍ଷା କରି ସେଥିରୁ ପ୍ରାଚୀନ ବା ଅର୍ବାଚୀନ ବୋଲି ସ୍ଥିର କରାଯାଏ। ଓଡ଼ିଶାରେ ଏପରି ପରୀକ୍ଷା ଆଦୌ ହୁଏ ନାହିଁ। ଫଳରେ ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଶାର ନାମ ନିନ୍ଦିତ ହୁଏ। ପଣ୍ଡିତ ସଦାଶିବ ରଥଶର୍ମାଙ୍କଠାରୁ ପ୍ରାପ୍ତ ଚାଖିଖୁଣ୍ଡିଆଙ୍କ ପାଖକୁ ପଠାଇଥିବା ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ତଥାକଥିତ ଚିଠି ମଧ୍ୟ ଓଡ଼ିଶାର ନାମକୁ ନିନ୍ଦିତ କରିଛି। ଏହି ଚିଠିକୁ ଜାଲ୍ ବୋଲି ଘୋଷଣା କରି ଡକ୍ଟର ଏନ୍.ଏସ୍. ସେନ୍ ତାଙ୍କ 1857 ନାମକ ପୁସ୍ତକରେ ଲେଖିଛନ୍ତି, Next comes an elite letter of Rani Lakshmibai of Jhansi, recently brought to light at Puri. This purports to have been addressed to her family, priest at that holy place of pilgrimage. The letter is in Hindi and is dated March 1856. If this document was genuine, then the Rani must have been engaged in organizing a revolt full 1 year before the Meerut Rising, but the language and script seem to be modern. In her career to Sir Robert Hamilton, the Muslim style of dating is followed, but this letter addressed to a Brahman is dated in the English style. The Rani, contrary to the Indian practices of those times, addressed her priest as respected Panditji, Mananiya Panditji, and subscribes herself as yours Lakshmi Bai. Aapka Lakshmi Bai, which again is incorrect, Hindi. The seal is different from that used in authentic letters, and lastly it refers to graced cartridge. The cartridge didn't come to India before November 1956, and the sepoys do not seem to have heard of it until the following January. The letter was apparently written from Meerut, but there is no evidence that the Rani had been to that place in March 1856 or at any other time. The document is obviously a clumsy fabrication, and the writer, whoever she may be, is accused to respond in English 1857 Publication Division, Government of India 1957। ଏହି ଯୁକ୍ତିମାନଙ୍କ ମଧ୍ୟରୁ କୌଣସିଟିକୁ ଖଣ୍ଡନ ନ କରି କେତେକ ଓଡ଼ିଆ ସାଂସ୍କୃତିକ ନେତା ପୂର୍ବରୁ ପୁରୀରେ ଗୋଟିଏ ସଭା କରି ଘୋଷଣା କଲେ ଯେ ଏ ଚିଠି ଜାଲ୍ ନୁହେଁ। ଉଲ୍ଲେଖିତ ପୁସ୍ତକଟି ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ, ଅତଏବ ତାଙ୍କଠାରେ ହିଁ ଏ ବିଷୟଟିକୁ ଉପସ୍ଥାପନ କରିବା କଥା। ଏହା ନ କରି ଓଡ଼ିଶା ମଧ୍ୟରେ ହିଁ ଏହି ଆଲୋଚନାକୁ ସୀମାବଦ୍ଧ କରି ଓଡ଼ିଆ ସାଂସ୍କୃତିକ ନେତାମାନେ ଗୋଟିଏ ଭାବନ୍ତ ଧାରଣା ସୃଷ୍ଟି କରୁଛନ୍ତି। ଏହି ଜାଲକାରୀମାନଙ୍କୁ ଉତ୍ସାହିତ କରୁଛନ୍ତି। ଏ ଚିଠିରେ ଜାଲ୍ ଏ କଥା କେବଳ ଡକ୍ଟର ସେନ୍ ନୁହନ୍ତି, ଭାରତର ଇତିହାସ ଓ ସଂସ୍କୃତି ସମ୍ବନ୍ଧରେ ଯେଉଁମାନେ ଜ୍ଞାନ ଅଛି ସେମାନେ ମଧ୍ୟ ସ୍ୱୀକାର କରିବେ। ଡକ୍ଟର ସେନ୍‌ଙ୍କ ଉଲ୍ଲେଖିତ ଯୁକ୍ତିମାନଙ୍କ ମଧ୍ୟରୁ କୌଣସି ଅକାଟ୍ୟ। ଏଣୁ ବାହାରର ପଣ୍ଡିତମାନେ ଓଡ଼ିଶାର ନାମକୁ ବଦନାମ କରୁଛନ୍ତି ବୋଲି ନ ଭାବିବା ବା ନ କହି ଆମ ରାଜ୍ୟର ତଥାକଥିତ ପଣ୍ଡିତମାନେ ହିଁ ଓଡ଼ିଶାର ବଦନାମ କରୁଛନ୍ତି ବୋଲି ଭାବିବାକୁ ଓ କହିବାକୁ ହେବ। ଗତ 50 ବର୍ଷ ମଧ୍ୟରେ ଓଡ଼ିଶାରେ ଯେଉଁ ଐତିହାସିକ ଉପାଦାନଗୁଡ଼ିକୁ ଜାଲ୍ କରାଯାଇଛି, ମୁଁ ସେଗୁଡ଼ିକର ତାଲିକା ଏକାଧିକ ଥର ପ୍ରକାଶ କରିଛି, କିନ୍ତୁ କେହି ମୋ ଲେଖାର ପ୍ରତିବାଦ କରିନାହାନ୍ତି। ମୁଁ ଏକାଧିକ ଥର ଲେଖିଛି ଯେ ଯେଉଁ ଐତିହାସିକ ଉପାଦାନଗୁଡ଼ିକୁ ଜାଲ୍ ବୋଲି ସନ୍ଦେହ କରାଯାଉଛି, ସେଗୁଡ଼ିକୁ ବିଧିବଦ୍ଧ ଭାବରେ ପରୀକ୍ଷା କରାଯାଉ। ଯେଉଁ କେହି ଏହିପରି ପରୀକ୍ଷାର ସମ୍ମୁଖୀନ ହେବାକୁ ରାଜି ନାହାନ୍ତି, ସତ୍ୟ ପ୍ରକାଶ କରିଥିବାରୁ ମୋ ପ୍ରତି କେବଳ ଗୁପ୍ତ କ୍ରୋଧ ବୃଦ୍ଧି ପାଇଛି। ସୁବିଖ୍ୟାତ ଉପନ୍ୟାସିକ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ପଣ୍ଡିତ ସଦାଶିବ ରଥଶର୍ମାଙ୍କଠାରୁ ପ୍ରାପ୍ତ ମାଧବ ମହାତ୍ମ୍ୟ ନାମକ ଖଣ୍ଡିଏ ଜାଲ୍ ପୋଥି ସାହାଯ୍ୟରେ ପ୍ରମାଣ କରିବାକୁ ପ୍ରୟାସ କଲେ ଯେ ଶାରଳା ଦାସ
ଦଶମ ଶତାବ୍ଦୀର କବି ଥିଲେ। ମୋ ମନରେ ଏହି ପ୍ରୟାସ ପ୍ରତିକ୍ରିୟା ଏତେ ବେଶୀ ହୋଇଥିଲା ଯେ ଏହାର ପ୍ରତିବାଦ ସ୍ୱରୂପ ମୁଁ ସାରଳା ସାହିତ୍ୟର ଐତିହାସିକ ଚିତ୍ର ନାମକ ଦୀର୍ଘ ଆଲୋଚନା ଝଙ୍କାରରେ ପ୍ରକାଶ କରି ବହୁ ବର୍ଷ ମଧ୍ୟରେ ଶେଷ କରିଥିଲି। ପ୍ରତ୍ୟେକ ବିଷୟରେ ଏକାଧିକ ପୁସ୍ତକ ପ୍ରଣୀତ ହେବା ହିଁ ସାଂସ୍କୃତିକ ପ୍ରଗତିର ସୁସ୍ଥ ଲକ୍ଷଣ। ମୁଁ ସାରଳା ସାହିତ୍ୟର ଐତିହାସିକ ଚିତ୍ର ଲେଖିବା ବେଳେ ଯେଉଁ ହିଂସା ଓ ଦ୍ୱେଷର ସମ୍ମୁଖୀନ ହୋଇଥିଲି ତାହା ଜୀବନରେ ଭୁଲି ପାରିବି ନାହିଁ। ସାରଳା ସାହିତ୍ୟ ସମ୍ବନ୍ଧରେ ଅନ୍ୟ ପଣ୍ଡିତମାନେ ଯାହା ଲେଖୁଥିଲେ ତାହା ମୋ ପକ୍ଷରେ ସ୍ୱାଗତଯୋଗ୍ୟ ଥିଲା, କିନ୍ତୁ କୂଟଯୁକ୍ତି ଓ କୃତ୍ରିମ ଉପାଦାନ ସାହାଯ୍ୟରେ ଯେଉଁମାନେ ଏ ସାହିତ୍ୟର ଆଲୋଚନାକୁ କଳୁଷିତ କରୁଥିଲେ ସେମାନଙ୍କ ବିରୁଦ୍ଧରେ ମୁଁ ବଦ୍ଧପରିକର ହୋଇଥିଲି। କେତେକ ପଣ୍ଡିତଙ୍କ ମଧ୍ୟରେ ଅବଧି ପ୍ରକାଶିତ ସାରଳା ମହାଭାରତର ସମସ୍ତ ପୁସ୍ତକ ଏକାବେଳେ ଅଶୁଦ୍ଧ ଏବଂ ସେମାନଙ୍କ ସାହାଯ୍ୟରେ ହୋଇଥିବା ସମସ୍ତ ଆଲୋଚନା ମଧ୍ୟ ଅଶୁଦ୍ଧ। ମୁଁ ଏପରି ମତକୁ ମାନିନେବା ପାଇଁ ପ୍ରସ୍ତୁତ ନଥିଲି। ଅସୂୟା ପରିବେଶରେ ମୋର ସାରଳା ସାହିତ୍ୟର ଆଲୋଚନାକୁ ବନ୍ଦ କରିବା ପାଇଁ ଏହା ଏକ ଆଳ ବୋଲି ମୁଁ ମନେ କରିଥିଲି। ମୁଁ ଏହି ଆଲୋଚନା ଆରମ୍ଭ କରିବାର ପ୍ରାୟ 15 ବର୍ଷ ପରେ ଅଧ୍ୟାପକ ଆତ୍ମବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ସାରଳା ମହାଭାରତର ତଥାକଥିତ ଶୁଦ୍ଧ ସଂସ୍କରଣ ପ୍ରକାଶିତ ହେଲା। ବିରୁଦ୍ଧବାଦୀମାନଙ୍କ ମତ ଗ୍ରହଣ କରିଥିଲେ ମୋତେ 15 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାନ୍ତା। ଅଧ୍ୟାପକ ମହାନ୍ତିଙ୍କ ସାରଳା ମହାଭାରତ ଯେଉଁ ଆକାରରେ ପ୍ରକାଶିତ ହୋଇଛି ତାକୁ ଶୁଦ୍ଧ ସଂସ୍କରଣ ବୋଲି କହିବାର କୌଣସି କାରଣ ନାହିଁ। ମୁଁ ଏହି ତଥାକଥିତ ଶୁଦ୍ଧ ସଂସ୍କରଣ ସମ୍ବନ୍ଧରେ ଏକାଧିକ ପ୍ରବନ୍ଧ ଲେଖି ମୋର ମତ ପ୍ରକାଶ କରିଛି। ଏଠାରେ ପୁନରାବୃତ୍ତି ଅନାବଶ୍ୟକ। ସାରଳା ମହାଭାରତରେ ଯେଉଁ ଯେଉଁ ଅଂଶ ଉପରେ ବେଶୀ ଭାବରେ ନିର୍ଭର କରି ମୁଁ ଏ ଗ୍ରନ୍ଥର ଐତିହାସିକ ଚିତ୍ର ଆଲୋଚନା କରିଛି, କୂଟ କପଟ ପ୍ରୟୋଗ ଦ୍ୱାରା ତଥାକଥିତ ଶୁଦ୍ଧ ସଂସ୍କରଣରୁ ସେହି ଅଂଶରୁ କେତେକ ବାଦ କରିଦିଆଯାଇଛି। ମାତ୍ର ଅଙ୍ଗଚ୍ଛେଦର ନିଶ୍ଚିତ ପ୍ରମାଣ ସେଥିରେ ରହିଛି। ଈର୍ଷ୍ୟାଦେଶ ପରବଶ ହୋଇ କୌଣସି ପ୍ରାଚୀନ ଗ୍ରନ୍ଥର ଅଙ୍ଗଚ୍ଛେଦ କରିବାର ଏହିପରି ଉଦାହରଣ ପୃଥିବୀରେ ବିରଳ। ହାୟ ମୋର ଜନ୍ମଭୂମି! ଏ ଭୂମିରେ କୌଣସି ସତ୍ ଆଲୋଚନା କଲାବେଳେ ଅଭିମନ୍ୟୁକୁ ସପ୍ତରଥୀ ବେଢ଼ି ହତ୍ୟା କଲାପରି ଆଲୋଚକ ତଥା ଆଲୋଚ୍ୟ ବିଷୟକୁ ସମସ୍ତେ ବେଢ଼ି ହତ୍ୟା କରନ୍ତି। ଅହମିକା ଦୂପ୍ତ ଈର୍ଷାଳୁମାନଙ୍କ ସମସ୍ତ ବାଧା ସତ୍ତ୍ୱେ ମୁଁ ସାରଳା ଐତିହାସିକ ଚିତ୍ର ନାମକ ଯେଉଁ ଗ୍ରନ୍ଥ ଲେଖିଛି ସେଥିରେ ମୋର ଶ୍ରମ, ସାଧନା, ସତ୍ୟାଶ୍ରୟତା ଓ ଅନୁସନ୍ଧିତ୍ସାର ଚିହ୍ନ ସବୁଦିନ ବିଦ୍ୟମାନ ରହିବ। ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରଖ୍ୟାତ ଅଧ୍ୟାପକ ଡକ୍ଟର ବୋଲ୍ଟନ୍ ସାରଳା ମହାଭାରତର ତଥାକଥିତ ଶୁଦ୍ଧ ସଂସ୍କରଣ ସମ୍ବନ୍ଧରେ ଯେଉଁ ମତ ପ୍ରକାଶ କରିଛନ୍ତି ସେଥିରୁ କିୟଦଂଶ ନିମ୍ନରେ ପ୍ରଦତ୍ତ ହେଲା। ଦେଶ କାଳ ପାତ୍ର ସବୁକିଛି ବଦଳାଇ ଦେଇପାରେ। ଯେପରି ଭିନ୍ନ ଭିନ୍ନ ଚରିତ୍ର ବିଷୟରେ ଭିନ୍ନ ଭିନ୍ନ ଅଭିନେତାର ଧାରଣା ଭିନ୍ନ ଭିନ୍ନ ଭୂମିକା ବଦଳାଇ ଦିଏ, ଠିକ୍ ସେହିପରି ଅଲଗା ଅଲଗା ଶ୍ରୋତାମାନଙ୍କର ଅଲଗା ଅଲଗା ପ୍ରତିକ୍ରିୟାରେ ନାଟକ କ୍ରମେ କ୍ରମେ ବଦଳିଯାଏ। ସାରଳା ଦାସଙ୍କ ମହାଭାରତ ଉପରେ ଭିନ୍ନ ଭିନ୍ନ ଆବୃତ୍ତିକାରୀ ଓ ଭିନ୍ନ ଭିନ୍ନ ଶ୍ରୋତାମାନଙ୍କର ପ୍ରଭାବ ବିଷୟରେ ଏହି କଥାଟି ଖଟିବ। ଏ ପରିସ୍ଥିତିରେ ଆଧୁନିକ ସମାଲୋଚକମାନଙ୍କ ପକ୍ଷରେ ସାରଳା ଦାସଙ୍କ ମହାକାବ୍ୟ ସମ୍ପାଦନା କରିବା ଚେଷ୍ଟା ଦୁଃସାହସ ଛଡ଼ା ଆଉ କ'ଣ ହୋଇପାରେ? ସେ ମହାକାବ୍ୟର ଗୋଟିଏ ମାତ୍ର ସର୍ବସମ୍ମତ ସଂସ୍କରଣ ଆଉ ସମ୍ଭବ ନୁହେଁ। ଦୁର୍ଭାଗ୍ୟକ୍ରମେ ଆମ ଦେଶ ପରି ଏ ଦେଶରେ ବି ସମାଲୋଚକମାନଙ୍କ ମନୋଯୋଗ କେବଳ ପାଠ ଉପରେ ସୀମାବଦ୍ଧ। ଇଂଲଣ୍ଡରେ ପ୍ରତିବର୍ଷରେ ନୂଆ ନୂଆ ନିର୍ଦ୍ଦେଶକ, ନୂଆ ନୂଆ ଅଭିନେତା, ନୂଆ ନୂଆ ଶ୍ରୋତା ସେକ୍ସପିୟରଙ୍କୁ ନୂଆ କରି ସୃଷ୍ଟି କରନ୍ତି। ବର୍ତ୍ତମାନ ସେକ୍ସପିୟରଙ୍କ ସର୍ବସମ୍ମତ ସଂସ୍କରଣ ବାହାର କରିବାକୁ ନିଜେ ସେକ୍ସପିୟରଙ୍କ ଦୁଃସାହସ ହେବ କି ନା ସନ୍ଦେହ। ବର୍ତ୍ତମାନ ନିଜେ ସାରଳା ଦାସ ଯଦି ଜୀବିତ ହୋଇ ଆସନ୍ତି ତେବେ ସେ ମଧ୍ୟ ତାଙ୍କ ମହାଭାରତର ମୌଳିକ ଲେଖାକୁ ଉଦ୍ଧାର କରିପାରିବେ ନାହିଁ। କେତେକ ଗୁଣନବୀ ଆଧୁନିକ ପଣ୍ଡିତଙ୍କ ହସ୍ତର ସ୍ୱର୍ଣ୍ଣ ସ୍ପର୍ଶ ବାଜିଗଲେ କ'ଣ ଏହି ମହାଭାରତ ତାହାର ମୌଳିକତା ଫେରାଇ ପାରିବ? ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ସାରଳା ମହାଭାରତ ଏ ଗ୍ରନ୍ଥର ବହୁ ସଂସ୍କରଣ ମଧ୍ୟରୁ ଅନ୍ୟତମ ହୋଇ ରହିବ, କିନ୍ତୁ ଏହାକୁ ଶୁଦ୍ଧ ସଂସ୍କରଣ ବୋଲି କହିବା ଦୁଃସାହସ କାହାରି ହେବା ଉଚିତ ନୁହେଁ। ସରକାରଙ୍କ ଦ୍ୱାରା ପ୍ରକାଶିତ ଏହି ସଂସ୍କରଣର ବିଶେଷତ୍ୱ ଏହି ଯେ ଈର୍ଷା ପ୍ରଣୋଦିତ ଗୁଣଗର୍ବିମାନଙ୍କ କୂଟକପଟ ପ୍ରୟୋଗ ଦ୍ୱାରା ଏଥିରେ ସାରଳା ଦାସଙ୍କ ମୌଳିକ ଲେଖାର କେତେକାଂଶକୁ ଜାଣି ଜାଣି ଛେଦ କରାଯାଇଛି।
ଓଡ଼ିଶାର ସବୁ ବିଷୟକୁ ଅତି ପ୍ରାଚୀନ ବୋଲି ପ୍ରମାଣ କରିବାର ପ୍ରଚେଷ୍ଟା ହିଁ ମୋ ସମୟ ଓଡ଼ିଶାର ଗବେଷଣା ଧାରାକୁ କଳୁଷିତ କରୁଛି। ସମସ୍ତ ପ୍ରାଚୀନ ବସ୍ତୁ ବା ବିଷୟକୁ ଅତି ପ୍ରାଚୀନ ବୋଲି ପ୍ରମାଣ କରିବାର ପ୍ରଚେଷ୍ଟା ହେଉଛି ଏକ ପୌରାଣିକ ମନୋବୃତ୍ତି। ଆମ ରାଜ୍ୟର ପଣ୍ଡିତମାନଙ୍କ ଏହି ପୌରାଣିକ ମନୋବୃତ୍ତି ହେତୁ ହିଁ ଆମ ଇତିହାସ ଓ ପ୍ରତ୍ନତତ୍ତ୍ୱର ଭ୍ରମାତ୍ମକ ବିଶ୍ଳେଷଣ କରାଯାଉଛି। ଏହି ପୌରାଣିକ ମନୋବୃତ୍ତି ହେତୁ ଏକାଧିକ ତୁଙ୍ଗ ପଣ୍ଡିତ ମତ ପ୍ରକାଶ କରିଛନ୍ତି ଯେ ଓଡ଼ିଆ ଗଦ୍ୟ ସାହିତ୍ୟ ଦ୍ୱାଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ଏମାନଙ୍କ ମତରେ ମାଦଳପାଞ୍ଜି ଦ୍ୱାଦଶ ଶତାବ୍ଦୀରେ ଚୋଡ଼ଗଙ୍ଗଙ୍କ ସମୟରୁ ଲେଖା ହୋଇଥିଲା। ଚୋଡ଼ଗଙ୍ଗଙ୍କ ସମ୍ବନ୍ଧରେ ମାଦଳପାଞ୍ଜିରେ ଯାହା ଅଛି, ପାଠକମାନଙ୍କ କୌତୁକ ନିବାରଣ ପାଇଁ ସେଥିରୁ କିୟଦଂଶ ଉଦ୍ଧାର କରୁଛି। ଶ୍ରୀ ସିଦ୍ଧେଶ୍ୱର କଳ୍ପରାଜ ବ୍ରାହ୍ମଣ ବାସୁଦେବ ରଥଠାରୁ ଥରେ ଟଙ୍କି ନେଇ ଆଉ ଥରେ ପଠାଣ ଜଣକୁ ଲେଖିଦେଲାରୁ ଏ ବାସୁଦେବ ରଥ ରାଜାଙ୍କୁ କହିଲେ, ମୁଁ ଟଙ୍କି କଉଡ଼ି ଦେଇଅଛି। ଏବେ ପଠାଣ ଜଣେ ଉଲ୍ଲର ଲଗାଉଛି। ରାଜା କହିଲେ, ତୁ ବାସୁ ସେ ପଠାଣ ଜାଣେ। ଏମନ୍ତ ଶୁଣି ସେ ବ୍ରାହ୍ମଣ ବାସୁଦେବ ରଥ ଭୁବସେନଙ୍କୁ ସେବା କଲେ। ଭୁବନେଶ୍ୱର ଦେବ ପ୍ରସନ୍ନ ହୋଇଲେ। ଏ ବାସୁଦେବ ରଥେ ଜଣାଇଲେ, କେଶରୀ ରାଜତ୍ୱ ନ କରିବେ ଏଥକୁ ଭୁବନେଶ୍ୱରର ଦେବଙ୍କ ଆଜ୍ଞା ହୋଇଲା। ତୁ ଦକ୍ଷିଣ ଯାଇ ଗୋକର୍ଣ୍ଣେଶ୍ୱର ବୀର୍ଯ୍ୟରୁ ଯେ ରାଣ୍ଡି ପୁଅ ଚୋରଗଙ୍ଗ ଅଛି, ତାକୁ ଆମ୍ଭ ଗାଁରେ ଆଜ୍ଞାରେ ଆଣି ଓଡ଼ିଶାରେ ରାଜତ୍ୱ କରାଇବୁ। ଏମନ୍ତକୁ ସେ ବ୍ରାହ୍ମଣ ଦକ୍ଷିଣ ଯାଇ ଦେଖିଲା, ରାଣ୍ଡି ପୁଅ ଚୋରଗଙ୍ଗ ଟୋକାଙ୍କ ସାଙ୍ଗରେ ଖେଳରେ ରାଜା ହୋଇଅଛି। ପାଖକୁ ସେ ଟୋକାଙ୍କ ବାହାରେ ଅନ୍ୟ ଲୋକ ଯିବାର ନାହିଁ। ସେ ବ୍ରାହ୍ମଣ ଟୋକାଙ୍କ ଆଗରେ କହିଲା, ଓଡ଼ିଶାରୁ ବ୍ରାହ୍ମଣ ଜଣେ ଆସିଅଛି। ସେ ଟୋକା ଚୋରଗଙ୍ଗକୁ କହିଲାରୁ ଖପରାରେ ଖପରା ଗଣ୍ଡିଏ ଲେଖି ସେ ଟୋକା ମୂଳେ ଦେଲା। କହିଲା, ଅବକାଶ ନାହିଁ, ଖର୍ଚ୍ଚ ନେଇ ରହ। ଏରୂପେ ଦିନ 15 ଉତ୍ତାରୁ ଯେଉଁ ଗୁଡ଼ିଆଠାକୁ ଲେଖାଥିଲା, ସେ ଗୁଡ଼ିଆ ପୁଅ କହିଲା, ଚୋର ଗଙ୍ଗାଠାରେ କେତେ କଉଡ଼ି ଦେଇଅଛୁ? ତାକୁ କହିଲା, ମୋ କଉଡ଼ି ବ୍ରାହ୍ମଣ ଖାଉ। ଆଚ୍ଛା, ଦିନ 15 ଗଲା ଉତ୍ତାରୁ ବ୍ରାହ୍ମଣ ପଚାରିଲେ। ସେ ବ୍ରାହ୍ମଣ କହିଲା, ଭୁବନେଶ୍ୱର ଦେବ ଆଜ୍ଞା ଦେଇଛନ୍ତି, ତୁମ୍ଭେ ଓଡ଼ିଶାର ରାଜା ହେବ। ଏମନ୍ତ ଶୁଣି ସନମତ କଲା। ମା'କୁ କହିନି। ମା କହିଲା, ମୋ ସଙ୍ଗାତ ନେତେଇ ଧୋବଣୀ ସାଙ୍ଗେ ଭେଟ ହୋଇଯିବୁ। ଏଥକୁ ସେ ନେତେଇ ଧୋବଣୀକୁ ଦେଖିଲା, ଭାତ ରନ୍ଧା ଅଛି, ଗୋଡ଼ ଗୋଟିଏ ଜାଳୁଅଛି। ଏହା ଡାକ ଶୁଣି କୋଡ଼ପୁଅକୁ ଚୁଲିରେ ଦେଇ ଏଠାକୁ ଆସି କହିଲା, ଏ ଚୋରଗଙ୍ଗା କହିଲା ମୋତେ, ମା କହିଲା ମାଉସୀ ସାଙ୍ଗରେ ଭେଟ ହୋଇଯିବାକୁ। ତାକୁ ପଚାରିଲା, କି ଖାଇଛୁ? ଏ କହିଲା, କିଛି ଖାଇନାହିଁ। ଏ କହିଲା, ବାରିରେ କଦଳୀ ଅଛି, ଖା। ସେ କଦଳୀ ଖାଉଥିଲା। ଧୋବଣୀ ପଚାରିଲା, କେତେ ଖାଇଲୁ? ସେ କହିଲା, ଗୋ 18ଟି ଖାଇଲି। ଧୋବଣୀ କହିଲା, ଏତିକି ହଉ। ତାଠାରୁ ମନ୍ତ୍ର ସିଦ୍ଧ କରି ଆସି ବାଟରେ ଶିଅଳ ଚିହ୍ନିଲାରୁ ଏ ଶିଅଳକୁ ବର ଦେଇ ହାଣି ପକାଇଲେ। ଗୋକର୍ଣ୍ଣେଶ୍ୱର ବୀର୍ଯ୍ୟ ଗଙ୍ଗାଦେବୀ ଗର୍ଭୁ ସମ୍ଭୂତ। ଗଙ୍ଗବଂଶରୁ ଜାତ ଆଦିପାଟ ଚୂଡ଼ଗଙ୍ଗ ଦେବ। ଏ ଚୂଡ଼ଗଙ୍ଗ ଦେବ ବେତାଳ ସାଧ୍ୟ। ନିତାଇମା ନଗ୍ର ଦେବୀ କିଳତା ମହାପଶୁ ମନିନ୍ତ। କେଶରୀ ବଂଶ ରାଜା ସିଦ୍ଧକଳ୍ପ କେଶରୀ ରାଜାଙ୍କୁ ଉଚ୍ଛନ୍ନ କରାଇ ରାଜା କଲା। କନ୍ୟା 13 ଦିନ କୃଷ୍ଣ ତ୍ରୟୋଦଶୀ ଗୁରୁବାର ଦିନ ନାଟ ବେଶରେ ଆସି କଟକ ମାଡ଼ି ବସି ରାଜା ହୋଇଲା। ମାଦଳପାଞ୍ଜି ପ୍ରାଚୀ ସମିତି 1940 ପୃଷ୍ଠା 21 ଏବଂ 22। ଚୋଡ଼ଗଙ୍ଗ ଦେବ ପ୍ରବଳ ପ୍ରତାପ ଗଙ୍ଗରାଜ ଦେବେନ୍ଦ୍ର ବର୍ମନ ରାଜଙ୍କ ଚୋଳ ବଂଶୀୟା ରାଜକନ୍ୟା ରାଜସୁନ୍ଦରୀଙ୍କ ପୁତ୍ର ଥିଲେ। ଅଥଚ ତାଙ୍କୁ ରାଣ୍ଡି ପୁଅ ବୋଲି ବର୍ଣ୍ଣନା କରାଯାଇଛି। ତାଙ୍କ ବାଉଁଶୀ ନେତାଇ ଧୋବଣୀର ଅତି ମାନସିକ ଶକ୍ତି ସମ୍ବନ୍ଧରେ ଯାହା ଲେଖା ଅଛି, ତାହା ଏକ ଡାହାଣୀର କାହାଣୀ। କୌଣସି ବ୍ୟକ୍ତିଙ୍କ ପ୍ରଜ୍ଞା ଅତ୍ୟନ୍ତ ସଙ୍କୁଚିତ ଓ ଖର୍ବିଭୂତ ହୋଇନଥିଲେ ମାଦଳପାଞ୍ଜିର ଏହି ଅତି ଭୌତିକ ଗଳ୍ପକୁ ବିଶ୍ୱାସ କରିପାରିବେ ନାହିଁ। ଅଥଚ ଆମର ପ୍ରାଜ୍ଞ ପଣ୍ଡିତମାନେ କହୁଛନ୍ତି ଯେ ମାଦଳପାଞ୍ଜି ଚୋଡ଼ଗଙ୍ଗଙ୍କ ସମୟର ଲେଖା। ଚୋଡ଼ଗଙ୍ଗଙ୍କ ଏକାଧିକ ନାମ ଥିଲା ଏବଂ ସେଥିମଧ୍ୟରୁ ଗଙ୍ଗେଶ୍ୱର ଅନ୍ୟତମ। ଅଥଚ ମାଦଳପାଞ୍ଜିରେ ଗଙ୍ଗେଶ୍ୱରଙ୍କୁ ଜଣେ ଭିନ୍ନ ରାଜା ରୂପେ ବର୍ଣ୍ଣନା କରାଯାଇ ତାଙ୍କ ନିଜ କନ୍ୟା କୌଶଲ୍ୟାଙ୍କ ସହିତ ତାଙ୍କର ପାପ ପ୍ରଣୟ ଥିଲା ବୋଲି ଗୋଟିଏ କିମ୍ବଦନ୍ତୀ ଲେଖା ଅଛି। ଯେଉଁ ପ୍ରବଳ ପ୍ରତାପ କପିଳେନ୍ଦ୍ର ଦେବ ଗଙ୍ଗବଂଶ ଧ୍ୱଂସ କରି ଓଡ଼ିଶାରେ ସୂର୍ଯ୍ୟବଂଶ ସ୍ଥାପନ କରିଥିଲେ ଓ ବାହୁବଳରେ ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ଜୟ କରି ବିଶାଳ ସାମ୍ରାଜ୍ୟ ସ୍ଥାପନ କରିଥିଲେ, ସେହି କପିଳେନ୍ଦ୍ର ଦେବଙ୍କ ସମ୍ବନ୍ଧରେ ମଧ୍ୟ ମାଦଳପାଞ୍ଜିରେ ଗୁଡ଼ାଏ କିମ୍ବଦନ୍ତୀ କଥା ଲେଖା ଅଛି। ଏହି ପାଞ୍ଜିରେ ଲେଖା ଅଛି, ଏଇ ଉତ୍ତାରୁ ମତଭାନୁଦେବ ରାଜା ହେଲେ।
ମତବଳ ହୋଇ ରିଜା ଦିନ ନେଲେ। ସେ ରାଜା ଭୋଗ କଲେ 37 ମାସ। ମତ ଭାବେ ଦିନେ ପରମେଶ୍ୱରଙ୍କୁ ଜଣାଇଲେ, ମୋହ ଉତ୍ତାରୁ କାହାକୁ କରିଅଛ ଗୋସାଇଁ। ଏଥକୁ ସପନେ ଆଜ୍ଞା ହୋଇଲା, କାଲି ଦର୍ଶନ ବେଳେ ବିମ୍ବଳାଇଙ୍କ ଆଗେ ଖପରା ଖଣ୍ଡେ କରୁଥିବ, ତେବେ ତତେ ଦେଖି ପଳାଇଯିବ, ସେହି ତାକୁ କରିଅଛୁ। ଏମନ୍ଦକୁ ସୂର୍ଯ୍ୟବଂଶୀ ରାଉତ କପିଳ ବ୍ରାହ୍ମଣ ଘରେ ବାଛୁରୀ ରଖିଥାନ୍ତି। ଏକ ଦିନକରେ ବ୍ରାହ୍ମଣ ଦେଖିଲା ବାଛୁରୀ ଚରୁଅଛନ୍ତି। କପିଳ ଗଛମୂଳେ ଶୋଇଅଛନ୍ତି। ମୁହଁରେ ଖରା ପଡ଼ିଲାରୁ ନାଗସାପ ଫଣା ଟେକି ଅଛି। ଏମନ୍ତ ଦେଖି କପିଳ କି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ ବା ବାଦ ନାହିଁ। ସେଦିନୁ ବ୍ରାହ୍ମଣ କପିଳଠାରେ ବଡ଼ ସୁଖ କରିଥାଉ। ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ 13ଟି ଆଜ୍ଞା ସାଙ୍ଗେ ସାଙ୍ଗେ ହୋଇ ଚୋରି କଲା। ପୁଣି ଥୋକାଏ ଦିନ ଉତ୍ତାରୁ ବେକାର ହୋଇ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି। ଏମନ୍ତ ରାଜା ବିମଳାଇଙ୍କଠାରେ ଦେଖି ବୋଇଲେ, ତୁମ୍ଭେ କି ଲୋକ? କପିଳି କହିଲେ, ଆମ୍ଭେ ସୂର୍ଯ୍ୟବଂଶୀ ରାଉତ। ଏଥକୁ ରାଜା କହିଲେ, ଆମ୍ଭଠାରେ ଚାକର ରହ। ଏଥକୁ କପିଳି ରାଉତ ଚାକର ରହିଲେ। ଥୋକାଏ ଦିନ ଉତ୍ତାରୁ ପରମେଶ୍ୱର କପିଳି ରାଉତକୁ ରାଜା କରି ଶାଳୀ ଆଜ୍ଞା ଦେଲେ। ଏଥକୁ ବେଢ଼ା କାଳିକା ଜଣାଇଲେ, ମହାପ୍ରଭୁ ବାଇ କି ରାଜାପଣ ଆଜ୍ଞା ହୋଇଲେ। ଏଥିକୁ ବିମ୍ବଳକ୍ଷୀ ଜଣାଇ ସପନେ ଶାଢ଼ୀ ପ୍ରସାଦ କପିଳି ରାଉତ ଦେଇ ବେଢ଼ା କାଳିକାଙ୍କ କଥା କହିଲେ। ଉଲ୍ଲେଖିତ ବିବରଣୀ ଇତିହାସ କିମ୍ବା ଗାଲଗଳ୍ପ ତାହା ସୁଧି ପାଠକମାନେ ବିଚାର କରନ୍ତୁ। ଯେଉଁମାନେ ମାଦଳପାଞ୍ଜିକୁ ଅକାଟ୍ୟ ଇତିହାସ ବୋଲି ଗ୍ରନ୍ଥ ବୋଲି ଭାବନ୍ତି ତା କହନ୍ତି, ସେମାନେ ଯେ ମାଦଳପାଞ୍ଜିକୁ ପଢ଼ନ୍ତି ଏହାର ପ୍ରମାଣ ସେମାନଙ୍କ ଲେଖାରୁ ମିଳେ ନାହିଁ। ମାଦଳପାଞ୍ଜିରେ ଅଛି ବୋଲି ଖାଲି ଲେଖିଦିଅନ୍ତି ବା କହିଦିଅନ୍ତି। ଗଜପତି ପ୍ରତାପରୁଦ୍ର ଦେବ କଟକଠାରେ ଶ୍ରୀ ଚୈତନ୍ୟଙ୍କୁ ଭେଟିବାର ବିବରଣୀ ମାଦଳପାଞ୍ଜିର ଅବଧିପ୍ରାପ୍ତ କୌଣସି ପୋଥିରେ ନାହିଁ। ଅଥଚ ଏହି ଗଜପତି ଶ୍ରୀ ଚୈତନ୍ୟଙ୍କୁ ମହାନଦୀର ଗଡ଼ଗଡ଼ିଆ ଘାଟରେ ଭେଟି ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ତାଙ୍କ ପଦଧୂଳି ମାଖି ଏହିଠାରେ ଗଡ଼ାଗଡ଼ି ଯାଇଥିଲେ ବୋଲି ଅଳ୍ପଦିନ ହେଲା ଗୋଟିଏ ମିଥ୍ୟା କଳ୍ପ ସୃଷ୍ଟି ହୋଇଯାଇଛି ଏବଂ କୁହାଯାଉଛି ଯେ ଏହି ଗଳ୍ପ ମାଦଳପାଞ୍ଜିରେ ଅଛି। ଆଧୁନିକ ଓଡ଼ିଆ ଇତିହାସ ଆଲୋଚନା ଏପରି ଗୋଟିଏ ମିଥ୍ୟାପୂର୍ଣ୍ଣ ଶସ୍ତା ବ୍ୟାପାରରେ ପରିଣତ ହୋଇଛି। ମାଦଳପାଞ୍ଜିର କୁଷ୍ଠିତ କିମ୍ବଦନ୍ତୀ ଓଡ଼ିଶାର ପ୍ରାଚୀନ ପ୍ରଖ୍ୟାତ ନରପତିମାନଙ୍କ ଚରିତ୍ର ସଂହାର କରୁଛି। ଅଥଚ କେତେକ ଓଡ଼ିଆ ପଣ୍ଡିତଙ୍କ ମତରେ ମାଦଳପାଞ୍ଜି ଏକ ଜାତୀୟ ଇତିହାସ। ପବିତ୍ର ପୁରୀରୁ ପ୍ରାପ୍ତ ପବିତ୍ର ତାଳପତ୍ର ପୋଥିରେ କୌଣସି ବିଷୟ ଲେଖା ହୋଇଗଲେ ତାହା ମଧ୍ୟ ପବିତ୍ର ହୋଇଯାଏ। ତାହାର ପଠନ, ପରୀକ୍ଷା, ଅନୁଶୀଳନ ଓ ବିଶ୍ଳେଷଣର କୌଣସି ଆବଶ୍ୟକତା ରହେ ନାହିଁ। ଓଡ଼ିଆ ଭାଷା ସାହିତ୍ୟ ଓ ଇତିହାସର ଆରମ୍ଭ ପ୍ରତି ପ୍ରାଚୀନ ବୋଲି ପ୍ରମାଣ କରିଦେଲେ ହିଁ ଓଡ଼ିଶାର ଟେକ ଭାରତରେ ବଢ଼ିଯିବ ବୋଲି ଅନେକଙ୍କ ଧାରଣା। ଏ ଭ୍ରାନ୍ତ ଧାରଣା ଓଡ଼ିଶା ପ୍ରତି ଓଡ଼ିଶାର ଗବେଷଣାକୁ କଳୁଷିତ କରୁଛି। ଓଡ଼ିଶାର ଭାଷା ସାହିତ୍ୟ ଓ ଇତିହାସର ସମସ୍ତ ବିଷୟକୁ ଯଦି କେହି ପ୍ରାଗୈତିହାସିକ ଯୁଗର ବୋଲି ପ୍ରମାଣ କରିଦିଅନ୍ତି, ତେବେ ଅନେକ ଓଡ଼ିଆ ପଣ୍ଡିତ ଆନନ୍ଦରେ ନାଚି ଉଠିବେ। ଏହା ଏକ ପୌରାଣିକ ମନୋବୃତ୍ତି ଓ ନ୍ୟୁନମନତା ରୋଗର ଏକ ଲକ୍ଷଣ। ଓଡ଼ିଶାର ଭାଷା ସାହିତ୍ୟ ଓ ଇତିହାସକୁ ପ୍ରବାହମାନ କାଳରେ ଯଥାସ୍ଥାନରେ ଥୋଇଲେ ହିଁ ସେଥିରୁ ପ୍ରମାଣ ମିଳିପାରିବ। ଅନ୍ୟାନ୍ୟ ଏ ସମସ୍ତ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି କରି ଭଣ୍ଡ ଓଡ଼ିଶା ପ୍ରେମିକତା ଜାଗ୍ରତ କରିବେ। ସାରଳା ସାହିତ୍ୟର ଲେଖାକୁ ଦଶମ ଶତାବ୍ଦୀର ଓ ମାଦଳପାଞ୍ଜିର ଲେଖାକୁ ଦ୍ୱାଦଶ ଶତାବ୍ଦୀର ଲେଖା ବୋଲି ନାନା ଅସାଧୁ ଉପାୟରେ ପ୍ରମାଣ କରି ଏହିପରି ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି କରାଯାଉଛି। ଗବେଷଣାଟା ଗୋଟିଏ ସର୍ବଜନୀନ ବ୍ୟାପାର ହୋଇ ଉଠିଛି। ଏଥିପାଇଁ ଯେ ସ୍ୱତନ୍ତ୍ର ସାଧନର ଆବଶ୍ୟକତା ଅଛି, ଏହା କେହି ଉପଲବ୍ଧି କରୁନାହାନ୍ତି। ଲକ୍ଷ୍ୟ କଲେ ଜଣାଯାଏ ଯେ ଓଡ଼ିଶାର ବହୁ ପ୍ରଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ହେଉଛନ୍ତି ଗବେଷକ। ଏମାନଙ୍କ ମଧ୍ୟରୁ ଅନେକ ଗବେଷଣା ପାଇଁ କୌଣସି ପ୍ରକାର ସ୍ୱତନ୍ତ୍ର ସାଧନା କରିନାହାନ୍ତି। ସମାଜରେ ଏମାନେ ଯେଉଁ ପ୍ରତିଷ୍ଠା ଲାଭ କରିଛନ୍ତି, କେବଳ ସେହି ପ୍ରତିଷ୍ଠା ବଳରେ ହିଁ ଏମାନେ ଗବେଷକ ପାଲଟି ଯାଇଛନ୍ତି। ଓଡ଼ିଶାର ସାହିତ୍ୟ ଓ ଇତିହାସର ଗବେଷଣା ନଗର କୀର୍ତ୍ତନ ପରି ଗୋଟିଏ ସାର୍ବଜନୀନ ବ୍ୟାପାର ହୋଇପଡ଼ିଛି ଏବଂ ଯେ ପାରିଲା ସେ ଏହା ଭିତରେ ପ୍ରବେଶ କରି ମୁଣ୍ଡ ହଲାଇ ଗୀତ ଗାଉଛି। ବହୁ ବର୍ଷ ଧରି ଯେଉଁ ଓଡ଼ିଆ ପଣ୍ଡିତମାନେ ଗବେଷଣାରେ ଲିପ୍ତ ଅଛନ୍ତି, ସେମାନେ ସୁଦ୍ଧା ଭଲ ଇଂରାଜୀ ବା ଭଲ ଓଡ଼ିଆରେ ପୁସ୍ତକଟିଏ ବା ପ୍ରବନ୍ଧଟିଏ ଲେଖିବାର କ୍ଷମତା ଅର୍ଜନ କରିନାହାନ୍ତି। ଏମାନଙ୍କ ଭାଷା ଓ ଯୁକ୍ତି ଏପରି ନିମ୍ନସ୍ତରୀୟ ହୋଇଛି ଯେ ତାହା ଓଡ଼ିଶା ଛଡ଼ା ଅନ୍ୟତ୍ର ଗୃହୀତ ହୋଇପାରିବ ନାହିଁ। ଓଡ଼ିଶାର ଗବେଷଣା କ୍ଷେତ୍ରରେ ଏହି ଅଶୋଭନୀୟ ପରିସ୍ଥିତି ପାଇଁ ଓଡ଼ିଶାର ଖବରକାଗଜମାନେ ମଧ୍ୟ କେତେକାଂଶରେ ଦାୟୀ। ଏପରି କୌଣସି ବିଷୟ ନାହିଁ ଯାହାକି ଗବେଷଣା ନାମରେ ଓଡ଼ିଶାର ଖବରକାଗଜ ଓ ପତ୍ରିକାମାନଙ୍କରେ ପ୍ରକାଶ କରାଯାଇ ନପାରେ।
ଅନେକଙ୍କ ଧାରଣା ଯେ ଏ ସମସ୍ତରେ ନାମ ଓ ଲେଖା ବାହାରିଗଲେ ଯୋଗଗିରି ଭଲରେ ଆମର ନାମ ଅମରାକ୍ଷରେ ଲେଖା ହୋଇଯିବ ଏବଂ ତାହା ଯାବତ ଚନ୍ଦ୍ରାକେ ଲିଭେ ନାହିଁ। ଏପରି ଧାରଣା କେବଳ ତରୁଣମାନଙ୍କଠାରେ ଦେଖାଗଲେ ତାହା ମାର୍ଜନୀୟ ହୁଅନ୍ତା। କିନ୍ତୁ ଓଡ଼ିଶାରେ ଏପରି ଧାରଣା ଲୋଡ଼ିତ ଚର୍ମା ଶ୍ମଶାନ ମାର୍ଗୀମାନଙ୍କଠାରେ ମଧ୍ୟ ବହୁଳ ଭାବରେ ଦେଖାଯାଏ। ଏହି ସେହିମାନେ ହିଁ ତରୁଣମାନଙ୍କୁ ଏହି ଆଦର୍ଶ ଓ ଧାରଣା ଦେଇଥାନ୍ତି। ଖବରକାଗଜ ଜରିଆରେ ଆମର ହେବାର ଆଶା ଛାଡ଼ି ତରୁଣମାନେ ଯଦି ସତ୍ୟ ସନ୍ଧାନରେ ଲାଗନ୍ତେ ତେବେ ଓଡ଼ିଶାର ଗବେଷଣା ଧାରା ବଦଳି ଯାଆନ୍ତା। ଯାହା ଘଟିଯାଉଛି ତାକୁ ଲିପିବଦ୍ଧ କରିବା ଖବରକାଗଜମାନଙ୍କର ସ୍ୱାଧିକାର। ମାତ୍ର ପ୍ରବାହମାନ ଘଟଣାବଳୀ ସମ୍ବନ୍ଧରେ ଟୀକା ଟିପ୍ପଣୀ ଲେଖିବା କିମ୍ବା ଅଗ୍ରଲେଖାମାନ ଲେଖିବା ମଧ୍ୟ ଖବରକାଗଜମାନଙ୍କ ସ୍ୱାଧିକାରର ଅନ୍ତର୍ଭୁକ୍ତ। ଓଡ଼ିଶାରେ ଭଣ୍ଡ ପାଣ୍ଡିତ୍ୟ ଓ ଭଣ୍ଡ ଧାର୍ମିକତ୍ୱ ବଢ଼ି ଚାଲିଛି। ଏସବୁ ଖବରକାଗଜ ଜରିଆରେ ବହୁଳ ଭାବରେ ପ୍ରଚାରିତ ହେଉଛି। ଅଥଚ କୌଣସି ଖବରକାଗଜ ଏସବୁ ସମ୍ବନ୍ଧରେ ଅଗ୍ରଲେଖା ବା ଟୀକା ଟିପ୍ପଣୀ କରୁନାହାନ୍ତି। ଏହା ଫଳରେ ଭଣ୍ଡତାକୁ ପ୍ରଭୃତ ଭାବରେ ପ୍ରଶ୍ରୟ ଦିଆଯାଉଛି। ମୋ ଜୀବନ କାଳରେ ମୁଁ ଅନୁଭବ କରିଛି ଯେ କୌଣସି ବିଷୟରେ ଭଣ୍ଡତା ନ ମିଶିଲେ ଓଡ଼ିଶାରେ ତାହା ଆଦୃତ ହୁଏ ନାହିଁ। ସ୍ଫୀତବକ୍ଷ ଓଡ଼ିଆମାନେ କହନ୍ତି ଆମ ଦେଉଳ ବଡ଼ ଦିଅଁ ବଡ଼ ଦାଣ୍ଡ ଓ ଦାଣ୍ଡ ବଡ଼, କିନ୍ତୁ ତାହା ସଙ୍ଗେ ସଙ୍ଗେ ସ୍ୱୀକାର କରନ୍ତି ନାହିଁ ଯେ ଆଜିକାଲି ଆମର ଭଣ୍ଡତା ମଧ୍ୟ ସବୁଠାରୁ ବଡ଼। ଓଡ଼ିଶାର ଜନସଂଖ୍ୟା ଭାରତର ଜନସଂଖ୍ୟାର ପ୍ରାୟ 25 ଭାଗରୁ ଭାଗେ, ଅଥଚ ଖାଦ୍ୟ ଓ ଖାଦ୍ୟତର ଜିନିଷର ଅପମିଶ୍ରଣରେ, ସ୍ୱାଧୀନତା ସଂଗ୍ରାମୀ ରୂପେ ଜାଲ୍ ସାର୍ଟିଫିକେଟ୍ ଦାଖଲ କରିବାରେ, ମୂର୍ତ୍ତି ଚୋରିରେ, ଜାଲ୍ ଐତିହାସିକ ଉପାଦାନ ସୃଷ୍ଟି କରିବାରେ ଭାରତରେ ଓଡ଼ିଶାର ଭାଗ ସବୁଠାରୁ ବଡ଼। ବହୁ ବର୍ଷ ପୂର୍ବେ 20/10/52 ତାରିଖର ସମାଜରେ ପ୍ରକାଶିତ ଓଡ଼ିଶାର ଇତିହାସ ଓ ଐତିହାସିକ ଉପାଦାନ ଶୀର୍ଷକ ପ୍ରବନ୍ଧରେ ମୁଁ ସର୍ବପ୍ରଥମେ ଓଡ଼ିଶାର ଜାଲ୍ ଐତିହାସିକ ଉପାଦାନମାନଙ୍କ ପ୍ରତି ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। କେଉଁ ଐତିହାସିକ ଉପାଦାନ ଜାଲ୍ କରାଯାଇଛି ମୁଁ ତାହାର ଏହି ପ୍ରବନ୍ଧରେ ନିର୍ଦ୍ଦିଷ୍ଟ ଭାବରେ ଲେଖିଥିଲି। 1952 ମସିହାରେ ଯେଉଁ ଐତିହାସିକ ଉପାଦାନଗୁଡ଼ିକ ଜାଲ୍ କରାଗଲା ସେଥିପ୍ରତି ମଧ୍ୟ ମୁଁ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ଏ ଉପାଦାନଗୁଡ଼ିକ ଯେ ଜାଲ୍ ନୁହେଁ ଏ ବିଷୟରେ କେହି ସୁଦ୍ଧା ପ୍ରତିବାଦ କରିନଥିଲେ। ମାତ୍ର ଏହା ଫଳରେ ମୋ ପ୍ରତି ଅନେକଙ୍କର ଗୁପ୍ତ କ୍ରୋଧ ବୃଦ୍ଧି ପାଇଥିଲା ଏବଂ ତଦ୍ୱାରା ମୋର ଚାକିରିରେ ବହୁ ବାଧା ପହଞ୍ଚିଲା। ସେଥିପ୍ରତି ଭ୍ରୂକ୍ଷେପ ନ କରି ମୁଁ ଆଜି ପର୍ଯ୍ୟନ୍ତ ବହୁ ପ୍ରବନ୍ଧରେ ଓ ବହୁ ବକ୍ତୃତାରେ ଏହି ଜାଲ୍ ଐତିହାସିକ ଉପାଦାନମାନଙ୍କ କୁତ୍ସିତ ରୂପକୁ ବିଶ୍ଳେଷଣ କରିଆସିଛି। ଅଥଚ ପ୍ରତିବାଦ ସ୍ୱରୂପ କେହି ପଦେ ସୁଦ୍ଧା ଲେଖିନାହାନ୍ତି ବା କହିନାହାନ୍ତି। ମୁଁ ବ୍ୟାସ ସରୋବରର କୂଳରେ ଭୀମରଡ଼ି ଦେଇଛି, ଅଥଚ ଜାଲ୍କାରୀମାନେ ଓ ଜାଲ୍ ଉପାଦାନମାନ ବ୍ୟବହାର କରିଥିବା ବ୍ୟକ୍ତିମାନେ ଲକ୍ଷ୍ମୀଙ୍କ ଘଣ୍ଟ ତଳେ ଶୋଇଛନ୍ତି। ସେମାନେ ଯଦି ବାହାରିଥାନ୍ତେ ତେବେ ସେମାନଙ୍କ ନିଶ୍ଚୟ ଉରୁଭଙ୍ଗ ଘଟିଥାନ୍ତା। ତେବେ ଏହିଠାରେ ଶେଷ ହେଲା ଆତ୍ମଜୀବନୀକାର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଆତ୍ମଜୀବନୀ ମୋ ସମୟର ଓଡ଼ିଶାର 11 ପରିଚ୍ଛେଦର 3ୟ ଭାଗ। ଆଗାମୀ ଅଧ୍ୟାୟରେ ଆମେ ଏହି ପରିଚ୍ଛେଦର 3ୟ ଭାଗଟି ଶୁଣିବା। ରହିଲି, ନମସ୍କାର।